ପିଏମ୍ କିଷାନ ଯୋଜନାରେ ଆସିଲା ବହୁତ ବଡ଼ ଅପଡେଟ୍। ଯଦି ଆପଣମାନେ ପିଏମ୍ କିଷାନ ଯୋଜନାର ହିତାଧିକାରୀ ଅଛନ୍ତି ବା ଯୋଉମାନେ ଆବେଦନ କରିଥିଲେ ନୂତନ, ସେମାନଙ୍କ ପାଇଁ ଆସିଲା ଖୁସି ଖବର। ଯଦି ଆପଣମାନେ ଏଇ 20ତମ କିସ୍ତି ପାଇବାକୁ ଚାହୁଁଛନ୍ତି ବା 20ତମ କିସ୍ତି କେବେ ଆସିବ, କଣ ଅପଡେଟ୍ ରହିଛି, ତ ଆପଣମାନେ ଦେଖନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ। ଆପଣମାନେ ଜାଣିପାରିବେ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ କଣ ଅପଡେଟ୍ ରହିଛି। ତ ଦେଖନ୍ତୁ, କେନ୍ଦ୍ର ସରକାର ଦେଶର କୋଟି କୋଟି ଚାଷୀଙ୍କୁ ଆୟ 2 ଗୁଣ କରିବା ଲକ୍ଷ୍ୟ ହାସଲ କରିବାରେ ଲାଗି ପଡ଼ିଛନ୍ତି। ଏଥିପାଇଁ ଅନ୍ୟାନ୍ୟ ପଦକ୍ଷେପ ବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଲିଛି। ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହି ସମୟରେ ଚାଷୀମାନେ ଖୁବ୍ ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 20ତମ କିସ୍ତି କେନ୍ଦ୍ର ସରକାର 20 ଜୁନରେ ଦେବେ। ଏହି 20ତମ କିସ୍ତି 2000 ଟଙ୍କା ଡିବିଟି ମାଧ୍ୟମରେ। ଏହି ସମୟରେ ଏପର୍ଯ୍ୟନ୍ତ କୌଣସି ସରକାର ବିସ୍ମୃତି ଆସିନାହିଁ। କିସ୍ତି ପାଇବା ପାଇଁ ଚାଷୀମାନେ ଇକେୱାଇସି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇକେୱାଇସି ବିନା 20ତମ କିସ୍ତିର 2000 ଟଙ୍କା ଅଟକି ଯାଇପାରେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ଚାଷୀମାନଙ୍କୁ 6000 ଟଙ୍କା ଆର୍ଥିକ ସହାୟତା ଦିଆଯାଏ। ଏହି ଟଙ୍କା ଚାଷୀମାନଙ୍କୁ ବର୍ଷ ସାରା 3ଟି କିସ୍ତିରେ ଜାରି କରାଯାଏ। ପ୍ରତ୍ୟେକ କିସ୍ତିରେ 2000 ଟଙ୍କା ମିଳିଥାଏ। ବର୍ଷ ସାରା 3ଟି କିସ୍ତି ଜାରି କରାଯାଏ। ଏପର୍ଯ୍ୟନ୍ତ ଚାଷୀମାନେ 19ତମ କିସ୍ତି ଟଙ୍କା ପାଇସାରିଛନ୍ତି। ଏବେ 20ତମ କିସ୍ତି ଜାରି କରିବାକୁ ଯାଉଛନ୍ତି। ତ ଦେଖନ୍ତୁ, ଆପଣମାନେ ଏଇ 20ତମ କିସ୍ତି ଆପଣମାନେ ଖୁବ୍ ଶୀଘ୍ର ପାଇବାକୁ ଯାଉଛନ୍ତି, ଯାହାକି ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ତରଫରୁ ଏହି ଅପଡେଟ୍ ଆସିଥିଲା। ଯଦି ଆପଣମାନେ ଏପର୍ଯ୍ୟନ୍ତ ଇକେୱାଇସି କରିନାହାନ୍ତି, ତାହେଲେ ଖୁବ୍ ଶୀଘ୍ର କରନ୍ତୁ, ଯାହାକି 20ତମ କିସ୍ତି ପାଇବା ଆଗରୁ ଆପଣମାନେ ଇକେୱାଇସି କରିଲେ ଆପଣମାନେ ପାଇପାରିବେ। ତ ଏଇଭଳି ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍